ସାଙ୍ଗମାନେ ଶୁଭ ସକାଳ। ତ ଜାଣିଥିବେ ଲଗାତାର ଗୋଟେ ପରେ ଗୋଟେ ବ୍ଲଗ୍ସ ଚାଲି ରହିଛି। ତ ମୁଁ ସଦାବେଳେ ପ୍ରୟାସ କରେ କିଛି ନୂଆ ନୂଆ ବ୍ଲଗ୍ସ କରିବା ପାଇଁ, ଆଉ ମୋ ଦ୍ୱାରା ଯେତିକିଟା ସମ୍ଭବ ହୁଏ ମୁଁ ସେତିକିଟା କରେ। ତ ସେମିତି ସ୍ୱପ୍ନ ମହଲ କହିଥିଲି ଯେଉଁ ଅପଡ଼େଟ୍ ହେଇଥିଲି ମୁଁ ମୋତେ ଦେଖିବା ପାଇଁ ଯାଇଥିଲି। ସେପଟେ ମାମୁଁ ପୁଅର ମ୍ୟାରେଜ୍ ବି ଗଲା, ତ ମୋତେ ଆକ୍ଚୁଆଲି ଥଣ୍ଡା ଲାଗିଯାଇଛି। ଆଉ କାଲି ମୋର ଟିକେଟ୍ ଅଛି, ଟିକେଟ୍ ଯଦି କନଫର୍ମ ହେଲା ମୁଁ ହୁଏତ କାଲି ପଳେଇ ଯିବି। ତ ବାକି ଭିଡ଼ିଓ ଗୁଡ଼ା ବହୁତ କିଛି ଅଛି, ତାକୁ ମୁଁ ଗୋଟେ ପରେ ଗୋଟେ ପକାଇବି। ସେଥିରେ କିଛି ବଡ଼ ମାନେ ଇଏ ନୁହଁ, କଥା ନୁହଁ। ତ ଆଜି ଗୋଟେ ବ୍ଲଗ୍ସ ସେଇ ଯାତ୍ରାରେ ମାନେ ବ୍ଲଗ୍ସ ପକାଇବି। ଆପଣମାନେ ତ ଜାଣିଥିବେ, ମାନେ ଗୋଟେ ନୂଆ ପ୍ରଥମ ଥର ପାଇଁ କଲି ଭିଡ଼ିଓଟି ୟୁଟ୍ୟୁବ୍ ଥ୍ରୋରେ। ଭିଡ଼ିଓଟି ହେଉଛି ଆପଣମାନେ ତ ଜାଣିଥିବେ ଯେଉଁ ଏତେ ବଡ଼ ବଡ଼ ସବୁ ଓଡ଼ିଶାରେ ତ ବହୁତ ବଡ଼ ବଡ଼ ଅପେରା ପାର୍ଟି ସବୁ ଅଛି, ଆଉ ବହୁତ ବଡ଼ ବଡ଼ ସବୁ ପେଣ୍ଡେଲ୍ ମାନେ ବନ୍ଧା ହେଉଛି, ସବୁ ଲାଇଟ୍ ବନ୍ଧା ହେଉଛି, ଏତେ ଚାକଚକ୍ୟ କରି କଳାକାରମାନେ ମଧ୍ୟ ଅଭିନୟ କରୁଛନ୍ତି। କିନ୍ତୁ ଆମେ ସଦାବେଳେ ବ୍ଲଗ୍ସରେ କ'ଣ କରୁ ନା, ଷ୍ଟେଜ୍ରେ ଯେଉଁ ପରଫର୍ମାନ୍ସ କରନ୍ତି କଳାକାର, ସେ ଡ୍ୟାନ୍ସ କୁହନ୍ତୁ, ମେଲୋଡ଼ି କୁହନ୍ତୁ, ଆକ୍ଟିଂ କୁହନ୍ତୁ, ଯେଉଁ ସିନ୍ ବି ରହୁ କି ଲାଇଟ୍ ଝଲକ, ଆମେ ଏଇଗୁଡ଼ାକ ବ୍ଲଗ୍ସ ମାଧ୍ୟମରେ ପକାଉ। ବାକି ଏମାନେ ହେଉଛନ୍ତି ଷ୍ଟେଜ୍ର କଳାକାର। କିନ୍ତୁ ଆଉ ଗୋଟେ ବଡ଼ ଜିନିଷ ହେଉଛି ପ୍ରକୃତରେ ଯେଉଁ ଷ୍ଟେଜ୍ ପଛର ଯେଉଁ କଳାକାର, ମାନେ ଯେଉଁମାନେ ଷ୍ଟେଜ୍କୁ ଏତେ ସୁନ୍ଦର ଭାବେ ଗଢ଼ନ୍ତି, ଯାହାଫଳରେ ସେମାନେ ସବୁ କଲା ପରେ ଯାଇକି ଗୋଟେ କଳାକାର ଷ୍ଟେଜ୍କୁ ଚଢ଼ି ସେ ତା'ର କଳା ପ୍ରଦର୍ଶନ କରେ। ତ ସେମିତି ଯେଉଁଦିନ ଅପେରା ସ୍ୱପ୍ନମହଲ ଲାଷ୍ଟ ଥିଲା, ତ ସେଇଦିନ ଗୋଟେ ମୋତେ ମାନେ ଗୋଟେ ମନକୁ ଲାଗିଲା, ନାଇଁ ସଦାବେଳେ ତ ମାନେ ଯେଉଁ କଳାକାରମାନଙ୍କର ଯେଉଁ ସବୁ ନାଟକ ଝଲକ ଗୀତ ଗୁଡ଼ା ସବୁ ପକାଉଛି, ତ ଭାବିଲି କି ଗୋଟେ ଏମାନଙ୍କର ଗୋଟେ ଭିଡ଼ିଓ ପକାଇବି। ଏମାନଙ୍କ ମାନେ ହେଉଛି ଯେଉଁ କର୍ମଚାରୀ ତାଙ୍କର ରୁହନ୍ତି, ପ୍ରତି ପାର୍ଟିରେ ତ କର୍ମଚାରୀ ରହୁଛନ୍ତି, ଯେଉଁ ନିରୀହ ସବୁ ପିଲା ଗୁଡ଼ା ରୁହନ୍ତି, ଯେଉଁମାନେ ବାଉଁଶ ଟେଣ୍ଟ ବାନ୍ଧୁଛନ୍ତି କି ଗେଟ୍ ଏତେ ସାଜସଜ୍ଜା କରୁଛନ୍ତି। ତ ଭାବିଲି ସେମାନଙ୍କର ବି କିଛିଟା ଝଲକ ଗୋଟେ ଦେଖେଇବି ବୋଲି। ତ ସେଇଥିପାଇଁ ତାଙ୍କର ବି ସେ ରାତିରେ ଗୋଟେ ଭିଡ଼ିଓ କଲି। ମାନେ ଜାଣିଥିବେ ଡିସେମ୍ବର ମାସ ଆସିଲାଣି ମାନେ ଗାଁରେ କେତେ ଥଣ୍ଡା, କିନ୍ତୁ ଥଣ୍ଡାରେ ବି ଯେଉଁ ସେ ଭାଇମାନେ ମାନେ ଧନ୍ୟବାଦ ଦେବା କଥା ସେମାନଙ୍କୁ, ଯେ ରାତିରେ ଏତେ ଶୀତରେ ସବୁ ଗେଟ୍ର ସବୁ ଜିନିଷପତ୍ର ଖୋଲିକି ତାକୁ ଗାଡ଼ିରେ ଲୋଡ଼୍ କରୁଛନ୍ତି, ମାନେ ଟ୍ରକ୍ରେ ଦେଲେ ପୁଣି ପାର୍ଟି ସିଫ୍ଟିଂ ହେଇ ଅଲଗା ଜାଗାକୁ ଯିବ। ତ ସେମାନେ ବି ହେଉଛନ୍ତି ପ୍ରକୃତରେ ଗୋଟେ ମାନେ ରିଏଲ୍ ହିରୋ କହିବାକୁ ଗଲେ। କାହିଁକିନା ଏତେ ଥଣ୍ଡା ଦିନେ ଯଦି ଆପଣଙ୍କୁ ଯଦି ବି କୁହାଯିବ କି ଏମିତି ସବୁ କାମ କରିବା ପାଇଁ, ହୁଏତ ହଠାତ୍ କେହି ରାଜି ହେବେନି। କିନ୍ତୁ ସବୁରି ମୂଳରେ ଗୋଟେ କାରଣ ରହୁଛି ପଇସା। ତ ଦେଖନ୍ତୁ, ପଇସା ପାଇଁ ଲୋକ ମାନେ ପଇସା କମେଇବାକୁ ଗଲେ ଲୋକ କ'ଣ ନାହିଁ କ'ଣ କରୁଛନ୍ତି। ତ ସେମିତି ସେ ଭାଇମାନେ ମାନେ ଏତେ କଷ୍ଟ କରୁଛନ୍ତି, ଆଉ ମୋତେ ଜମା ଭଲ ଲାଗିଲାନି। ମୁଁ ଭାବିଲି ନାହିଁ, ବେଟର୍ ଏଇଟା ଗୋଟେ ଭିଡ଼ିଓ ଦେଖେଇବି। ତ ସେଇଥିପାଇଁ ଏଇ ଭିଡ଼ିଓଟି ମୁଁ କରିଛି, ବିଶେଷ ଆଉ କିଛି କହିବିନି। ତ ଯେଉଁ ସ୍ୱପ୍ନମହଲର ଯେଉଁ ଟେଣ୍ଟର କର୍ମଚାରୀ, ଆଜିର ବ୍ଲଗ୍ସଟି ହେଉଛି ସ୍ୱପ୍ନମହଲର ଯେଉଁ ଟେଣ୍ଟ କର୍ମଚାରୀ, ସେମାନେ କେତେ ପରିଶ୍ରମ କରୁଛନ୍ତି ଦେଖନ୍ତୁ। ଏବଂ ସେମାନଙ୍କୁ ବି ମଧ୍ୟ କହି ରଖିବା କଥା, ସେମାନଙ୍କୁ ବି ମଧ୍ୟ ତାଙ୍କ ଯେଉଁ ପାରିଶ୍ରମିକ ଫଳ ଉଚିତ ମୂଲ୍ୟରେ ବି ସବୁ ମାଲିକ ଦେବା କଥା। କାହିଁକିନା ସେମାନେ ବି ବହୁତ କଷ୍ଟ କରୁଛନ୍ତି, ଲୋଡ଼ ଅନଲୋଡ଼, ପୁଣି ଗୋଟେ ଦିନ ଗୋଟେ ଅଧେ ନୁହଁ, କଣ୍ଟିନ୍ୟୁ ସେମାନଙ୍କର ଇଏ ଡ୍ୟୁଟି। ତ ନିହାତି ମାଲିକମାନେ ବି ସେମାନଙ୍କୁ ବି ସେତିକିଟା ସପୋର୍ଟ କରିବା କଥା। ତ ଚାଲନ୍ତୁ, ବିଶେଷ କିଛି କହିବାନି, ଇଏ ଯେଉଁ ବ୍ଲଗ୍ସଟି ଦେଖନ୍ତୁ ଆପଣମାନେ, ତାପରେ ଜାଣିପାରିବେ ପ୍ରକୃତରେ ମାନେ ମଣିଷ ପଇସା କମେଇବାକୁ ହେଲେ ମଣିଷକୁ କେତେ କଷ୍ଟ କରିବା ପାଇଁ ପଡ଼େ, ଗୋଟେ ଟଙ୍କା କମେଇବାକୁ ପଡ଼ିଲେ। ବର୍ତ୍ତମାନ ସ୍ୱପ୍ନମହଲ ଗେଟ୍ ଖୋଲା ଚାଲିଛି, ଭାଇମାନେ ବହୁତ ପରିଶ୍ରମ କରୁଛନ୍ତି।